କେମିତି କହିବି ମୁଁ କେମିତି କହିବି ମୁଁ କେତେ ସୁନ୍ଦରୀ ଥିଲା ସେ। ଭରା ଶ୍ରାବଣରେ ଶୀତଳ ପବନର ତୁହା ଥିଲା ସେ। ଓଠରୁ ଧୀରେ ଖସି ପଡ଼ିଲା ମୋ ପାପୁଲିରେ କୋଉ ଗୋଟେ ନୀରବ ପ୍ରାର୍ଥନା ଥିଲା ସେ। ଥିଲା ସେ ଠିକ୍ ଅନ୍ୟ ଭଳି, ଥିଲା ସେ ଠିକ୍ ଅନ୍ୟ ଭଳି, କିନ୍ତୁ କିଛି ସ୍ୱତନ୍ତ୍ର ଥିଲା ତା ଭିତରେ। ହଜାରେ ଲକ୍ଷରେ ଜଣେ ଥିଲା ସେ। ମନ୍ଦିର ଦୀପ ଭଳି ରଶ୍ମି ଥିଲା ତା ଆଖିରେ। କଣ୍ଠସ୍ୱର ଏମିତି ଥିଲା ଯେମିତି ଫୁଲ କିଛି କହୁଥାଏ ବଗିଚାକୁ। କଣ୍ଠସ୍ୱର ଏମିତି ଥିଲା ଯେମିତି ଫୁଲ କିଛି କହୁଥାଏ ବଗିଚାକୁ, ଅଥବା ଝୁମି ଝୁମି ବହୁଥିବା ଝରଣା ମନ କଥା କହୁଥାଏ ପାହାଡ଼କୁ। ଖିଲି ଖିଲି ହସ ତାର ଏମିତି ଯେମିତି ହଜାରେ ଘୁଙ୍ଗୁର ବାଜୁଥାଏ। ମଥାରେ ଉଡ଼ୁଥିବା କୁନ୍ତଳ ଯେମିତି ଦୁଆରେ ତୋରଣ ସାଜୁଥାଏ। ତା ହାତ ଏମିତି ଗରମ ଥିଲା ଛୁଇଁଦେଲେ ହିମଖଣ୍ଡ ତରଳିଯିବ। ତା ହାତ ଏମିତି ଗରମ ଥିଲା ଛୁଇଁଦେଲେ ହିମଖଣ୍ଡ ତରଳିଯିବ। ଜମିଥିବା ବରଫ ଖସିଯିବ ହିମାଦ୍ରିର ଜଙ୍ଗଲ କ୍ଷୀର ଭଳି ଉତୁରିବ। ଅଳସୀ ଚୌକିରେ ଦ୍ୱିପହର ଭଳି ଅଧା ଶୁଏ। ଅଳସୀ ଚୌକିରେ ଦ୍ୱିପହର ଭଳି ଅଧା ଶୁଏ। ନାୟିକା ସେ କାଳିଦାସର ସ୍ମୃତିର ଜଙ୍ଗଲରେ ହଜିଥାଏ। ତା ଓଠରେ ଓଠ ଛୁଇଁଦେଲେ ମୌନ ବ୍ରତ ଭାଙ୍ଗିଯିବ। ତା ଓଠରେ ଓଠ ଛୁଇଁଦେଲେ ମୌନ ବ୍ରତ ଭାଙ୍ଗିଯିବ। ଅକ୍ଷରରେ ତିଆରି ଦେହ ତାର, ଯିଏ ବି ପଢ଼ିବ ସନ୍ଥ ହେଇଯିବ। ତା ବାହୁରେ ମୁଣ୍ଡ ରଖି ଶୋଇଗଲେ, ତା ବାହୁରେ ମୁଣ୍ଡ ରଖି ଶୋଇଗଲେ ଆଉ ନିଦ ଭାଙ୍ଗିବନି। କାମନାର ଅନ୍ତିମ ତଟରେ କେବଳ ସେଇ ଥାଏ, ଆଉ କିଛି ପାଇବନି। କେମିତି କହିବି, କେମିତି କହିବି ମୁଁ କେତେ ସୁନ୍ଦରୀ ଥିଲା ସେ। କେମିତି କହିବି ମୁଁ କେତେ ସୁନ୍ଦରୀ ଥିଲା ସେ। ଓଠରୁ ଧୀରେ ଖସି ପଡ଼ିଲା ମୋ ପାପୁଲିରେ ଗୋଟିଏ ନୀରବ ପ୍ରାର୍ଥନା ଥିଲା ସେ।